हे प्रभु जगन्नाथ जगन्नाथ मु तुम किसी मागु नहीं ठाकुरी इतकी मु तुम कानी पते भिक्षा मागुची जी तुम्हें जी मो पिता को सदा सर्वदा भल रखी थाओ मु तुम पाद तले करुची इतकी प्रणति दयामय हरि घिना घिना मगुहरी दयामय हरि घिना घिना मगुहरी प्रभु तुम भरी आरती डकुची प्रभु आरती डकुची प्रभु दयामय हरि घिना घिना मगुहरी बाबा माँ बाबा मारे तू जगार सेवा करुथिलु ना हाँ बाबा ठाकुर पूजा ना सरी गलानी ए माँ बाबा मते कौन जगन्नाथ को प्रसाद देबुनी ठीक अच्छे बाबा मुझे भी ठाकुर प्रसाद नहीं आसूची तुम एठा ठिया उठाओ जय जगन्नाथ स्वामी नयन पथगामी भव तुम्हें भव तुम्हें भव तुम्हें ए माँ बाबा कथा कौन की माँ कौन होईची आज को 3 दिन है आज को 3 दिन बीती गलानी रे माँ तोर से साबत माटा आमको सीधा छाड़ी चली जाइए
ହେଲେ ଆଜି ସେଇ ଆର ସାହିକୁ ମୁଁ ଯାଇଥିଲି ରେ ମା। ଆର ସାହିକି ଯେତେବେଳେ ଗଲି ସମସ୍ତେ ମତେ ଦେଖି କ'ଣ କହିଲେ ଜାଣିଛୁ ନା? ସମସ୍ତେ କହିଲେ ଏଇ ଦେଖରେ ଗାଁ ବାଲା ଇଏ ବୁଢ଼ା ବୟସରେ ଗୋଟାଏ ଦ୍ୱିତୀୟ ବିବାହ କରିଥିଲା ବୋଲି ତାକୁ କୁଆଡ଼େ ଖାଇବାକୁ ଦେଇପାରିଲାନି ବୋଲି ଇଏ ବୁଢ଼ାଟାକୁ ଛାଡ଼ି ତା ଦ୍ୱିତୀୟ ଘରଣୀଟା କୁଆଡ଼େ ଚାଲି ଯାଇଛି। କାହାକୁ କିଛି କହିଲେନି, କାହା ସହିତ ବି ଚୁକ୍ତି କଲେନି। କେବଳ ମନେ ମନେ କ'ଣ ଭାବିଲେ ଜାଣିଛୁ ମା? ଏ ନିନ୍ଦା ଅପନିନ୍ଦା ସହିବା ଆଗରୁ ଇଏ ବୁଢ଼ାଟା କାହିଁକି ମରି ଯାଉନି ମା? ବାପା ତୁମର ଯଦି କିଛି କ'ଣ ହୋଇଯିବ ମୁଁ କ'ଣ ତୁମ ବିନା କେବେ ବଞ୍ଚି ପାରିବି? ସତ କହୁଛି ବାପା, ତୁମର ଯଦି କିଛି ହୋଇଯିବ ମୁଁ ମଧ୍ୟ ତୁମ ସଙ୍ଗରେ ମରିଯିବି। କିଛି ହବନି ତୋର, କାହିଁକି ନା ସ୍ୱୟଂ ସଖା ଜଗନ୍ନାଥଙ୍କ ଆଶୀର୍ବାଦ ତୋ ମଥାରେ ଅଛି ଲୋ ମା। ତୁ କାହିଁକି ମରିବୁ? ଏ ବା ବାପା ଗୋଟେ କଥା ମାନିବୁ ନା? ମୁଁ ନା ତୋ ପାଖରେ ବୋଝ ହୋଇ ରହିଛି ନା? ନାଇଁ ବାବା। ସେଥିପାଇଁ ତୁ କାନ୍ଦୁଛୁ ନା? ଏ ମା ବାବା ନାଇଁ, ମୁଁ ଆଉ ତୋ ଉପରେ ବୋଝ ହୋଇ ରହିବିନି। ଗୋଟେ କାମ କରିବୁ, ଯା ସେ ଆର ସାହିରେ ଗୋଟାଏ ଔଷଧ ମିଳୁଛି ମା। ସେ ଔଷଧ ଆଣି ଇଏ ବୁଢ଼ାଟାକୁ ଦେଇଦେବୁ। ଇଏ ବୁଢ଼ାଟା ଖାଇ ସବୁଦିନ ପାଇଁ ଶାନ୍ତି ପାଇଯିବ। ହେଲେ ପଚାରିବୁନି ବାବା ସେ ଔଷଧଟା କ'ଣ ମତେ ପଚାରିବୁନି ତୁ? ସେଇ ଔଷଧ କ'ଣ? ସେଇ ଔଷଧଟା ହେଉଛି ବିଷ। ଖାଇ ମୁଁ ମରିଯିବାକୁ ଚାହେଁଲୋ ମା। କାହିଁକି ଜାଣିଛୁ? ମୁଁ ପୁରା 3 ଦିନ ହେଲା କିଛି ନ ଖାଇ ମତେ ଭୋକ ଲାଗୁଛି। କୋଉଠୁ ଆଣି ମୁଁ ତତେ ଖାଇବାକୁ ଦେବି? ଆଉ ମୁଁ ନିଜେ ବି ଖାଇବି ଲୋ ମା। ମୁଁ ପାରିବିନି ଲୋ ମା। ଏ ବୁଢ଼ା ବୟସରେ ମୁଁ ଜମା ପାରିବି। ଜାଣିଛ ବାବା, ଆମ ଘରେ ନା କିଛି ପଖାଳ ଭାତ ଯୋଡ଼ିଏ ଅଛି। ତୁମେ ଏଠାରେ ଠିଆ ହୋଇଥାଅ, ମୁଁ ଶୀଘ୍ର ନେଇ ଆସିଲି ନା ଆଜି ମୋ ନିଜ ହାତରେ ତୁମକୁ ମୁଁ ଖୁଆଇ ଦେବି। ତୁମେ ଏଠି କେଉଁଠି ବି ଯିବ ନାହିଁ। ତୁମେ ଏଠି ଥିବ, ମୁଁ ଶୀଘ୍ର ନେଇ ଆସିଲେ ମୁଁ ନିଜ ହାତରେ ମୁଁ ତୁମକୁ ଆଜି ଜିନିଷ ଖୁଆଇ ଦେବି। ମୁଁ ଯାଉଛି ବାବା, ଶୀଘ୍ର ଚାଲି ଆସିବି। ତୁମେ ଏଠି ବସିଥିବ, ହେଲେ କେଉଁଠି ବି ଯିବ ନାହିଁ। ତୁ ଟିକେ ଶୀଘ୍ର ଆସିବୁ ମା। ବୁଢ଼ାଟା ପୁରା 3 ଦିନ ହେଲା କିଛି ଖାଇନି। ପେଟଟା ତାର କଇଁ ହୋଇ କାନ୍ଦୁଛି ମା। ଇଏ ବୁଢ଼ାଟାର ପେଟଟା କଇଁ ହୋଇ କାନ୍ଦୁଛି। এই ଦେଖ ଜଗନ୍ନାଥ, ଏ ଝିଅଟା ମତେ ଏତେ ଭଲ ପାଉଛି ଯେ ନା ମତେ ଛାଡ଼ି ସେ କୁଆଡ଼େ ଯାଇପାରୁଛି, ନା ମତେ ଦଣ୍ଡେ ନ ଦେଖିଲେ ସିଏ ଜମାରୁ ବାଟ ଚାଲି ପାରୁଛି। ମୋ ଝିଅଟାକୁ ତମେ କିଛି ଦୁଃଖ ଦେବନି।
ଯେତେ ଦୁଃଖ ଦେଲେ ଇଏ ଛାତିରେ ଚାପି ରଖି ସବୁ ଦୁଃଖକୁ ମୁଁ ସହିଯିବି। ଆଉ ଏ ଛାତିର ପୁଅକୁ ଇଏ ତୁଣ୍ଡରେ ତୁମକୁ ଥରଟିଏ କହିବି, ଦେରେ କାଳିଆ ଦେ, ମତେ ମତେ କେତେ ଦୁଃଖ ଦଉଛୁ ଦେ। हाय रे ईश्वरा एक विचारा सुख सुख हेला भांगिला संसार चुरुरुरुरुरु हे हाय रे ईश्वरा एक विचारा सुख दूर हेला भांगिला संसार कोई कहाकू किए बा सुनिबो दैव सजिला तते दैव सजिला तते दुखी अड़िया केते दुख दबू देरे कालिया। बाबा तुम्हें परे खाइब कहूला मु पर तुम्हें खाइबा नहीं आसी चल बाबा आज ना मुझे मो निज हाथ तुमको मु खुआई देवी तेरे चल बाबा मु तुमको मो निज हाथ खुआई देवी चल बाबा। तोते टिके लाज लागुनी तोते टिके लाज लागुनी ये खाइबा थाली की पड़ी गोइठा मारुछ गोइठा मारिछि मो तते कहि दउछि बुद्ध पंडा ए घर छाड़ी चली जा कहूछि तू चली गले मोर से सुंदर पुरुष को धरी रहिबी ए घरे माँ आम घर से आम केबे जीवु नहीं जीवु तो केवल तुम्हें ही जीव चुप कर ला मेंचड़ टोकी मु तते भले भले कह दउछि तो बापा को धरी चली जाए घर छाड़ी हाँ हाँ ए घर छाड़ी काई किला ये घरटा कौन तो बोपार कौन कहलो ये घर छाड़ी आम चली जीवु आउ ए घर छाड़ी आम बोपा छ गला परे तू खाली पर पुरुष मान को धरी ये घर ठाई ठाई हबो आउ ए चुप कर कहूची चुप कर रे तते भले भले कहूची ए घर छाड़ी चली जा कहूची चली जा तोर जति को अधिकार अछि घरे मोर मध्य ए घर अधिकार अछि चुप तोर भी मने रखिबा उचित ये घर माटी पानी पवन सबु किछि अधिकार अछि ये सुधीर भंडार बुधा पंडा तोर नुहेलो चुप कर अले खेड़ी बेसिया कहूची तू पुणी नीलावतीपुर को हाथ उठाइबो बेसिया अरे मोहि नीलावती रगाउ छनिति जळुछि मो तोरे जलुछि मो तोरे भिकारी होइना बुला बार कर भिकारी होइना बुला बार कर जाम घरु मोर पति देव ए
ଏକାଠି ହୋଇବ ଏ ଘରେ ରହିବ। ସୁନ୍ଦର କରିଣ ସଂସାର ଗଢ଼ିବୁ ସୁନ୍ଦର କରିଣ ସଂସାର ଗଢ଼ିବୁ ଦେଖିବ ରହି ନେତ୍ରରେ ହିରଣ୍ୟମତି ମାଣିକର ହାର ଗଳାରେ ପକାଇ ବୁଲିବି ତାଙ୍କର। ଆରେ ହିରଣ୍ୟମତି ମାଣିକର ହାର ଗଳାରେ ପକାଇ ବୁଲିବି ତାଙ୍କର। ସୁନ୍ଦର କରିଣ ସଂସାର ଗଢ଼ିବୁ ସୁନ୍ଦର କରିଣ ସଂସାର ଗଢ଼ିବୁ ଦେଖିବ ରହି ନେତ୍ରରେ। ବୁଦ୍ଧ ପଣ୍ଡା ମୁଁ ତତେ ଭଲରେ ଭଲରେ କହୁଛି ଏ ଘର ଛାଡ଼ି ଚାଲିଯା କହୁଛି। କ'ଣ କହିଲ ବେଶ୍ୟା? ମୁଁ ଏ ଘର ଛାଡ଼ି ଚାଲିଯିବି? ହଁ ଚାଲିଯା। ଆଉ ଏ ଘରେ ତୁ ପର ପୁରୁଷ ମାନଙ୍କୁ ଧରି ଖାଲି ଥାଇ 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 ହବ। ଆରେ ଦେଖିବା ଛି 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 ଏ ଘରୁ ମତେ କିଏ କାଢୁছিল ବେଶ୍ୟା? ଦେଖିବା। ଏଠିକା ମୁଁ ଏଇଠି ବସି ରହୁଛି ଆଉ ମୁଁ ଦେଖିବି ଲୋ ବେଶ୍ୟା ଇଏ ଘରୁ ମତେ କିପରି ତୁ ବାହାର କରିଦଉଛୁ। ବେଶ୍ୟା ଟିକେ ଦେଖିବା। ଏ ନୀଳାବତୀ ତଡ଼ୁଛି ତୁ ଯିବୁନୁ ତ? ଦେଖେ ନୀଳାବତୀର କରାମତିକୁ। ସ୍ୱାମୀ 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 ଆରେ କ'ଣ ହେଲା ନୀଳାବତୀ? କ'ଣ ପାଇଁ ମୋତେ ଡାକିଲ? ଦେଖୁଛ ନା ଏ ବୃଦ୍ଧ ପଣ୍ଡାକୁ କହିଲି ଏ ଘର ଛାଡ଼ି ଚାଲି ଯାଉ ହେଲେ ସିଏ ଜମା ମଙ୍ଗୁନି। ହେଲେ ତୁମେ କହିଲ ସୁନ୍ଦର ପୁରୁଷ ଆମେ କିପରି ଏ ଘରେ ପ୍ରେମ କରିବା ପ୍ରେମ। ତୋ ସେଥିପାଇଁ କିଛି ବ୍ୟସ୍ତ ହଉନି। ତାର ବ୍ୟବସ୍ଥା ମୁଁ କରୁଛି। ଏ ବୃଦ୍ଧ ପଣ୍ଡା ତମେ ଯେତେ ଶୀଘ୍ର ପାରୁଛ ଏ ସ୍ଥାନ ପରିତ୍ୟାଗ କରି ଚାଲିଯା। ତା ନହେଲେ ଗଳାରେ ଧକ୍କା ଦେଇ ତତେ କରିଦେବି। ଜାଣି ପଡ଼ିବନି ଜାଣି। ଆଜ୍ଞା ଓ ଆଜ୍ଞା ନମସ୍କାର। ଆଚ୍ଛା ନମସ୍କାର ଆଜ୍ଞା। ନମସ୍କାର ନମସ୍କାର ନମସ୍କାର। ଏଇଟା ଆଜ୍ଞା ଆପଣ ମୋ ଘରକୁ କୁଣିଆ ହେଇ ଆସିଛନ୍ତି। ଓଡ଼ିଆ ପରମ୍ପରାରେ ଅଛି ଘରକୁ ଅତିଥି ଆସିଲେ ଅତିଥିମାନଙ୍କର ସମ୍ମାନ କରିବା ନିହାତି ଆବଶ୍ୟକ। କାହିଁକି ନା ମୋ ବେଶ୍ୟା ପରା ଏମାନଙ୍କୁ ଧରି ଆସିଛି। ଚୁପ୍ ସମ୍ମାନ କରିବେ ଏମାନଙ୍କୁ। ଏ ମା ଏଠିକି ଗଲୁ ବାବା ଆମ ବାରିପଟେ ଯେଉଁ ଲେମ୍ବୁ ଗଛ ଅଛି ସେ ଲେମ୍ବୁ ଗଛରୁ 2ଟା ଲେମ୍ବୁ ତୋଳିବୁ। ବାବା। ଜମାରୁ ଅଧିକା ତୋଳିବୁନି। 2ଟା ଲେମ୍ବୁ ତୋଳି ଏମାନେ ଗୋଟାଏ ମିନିଟ୍ ଲେମ୍ବୁ ସରବତ କରି ନେଇ ଆସିବୁ। ଯା ଠିକ ଯା। ଅଛି ବାବା ଯା। ମୁଁ ଶୀଘ୍ର ନେଇ ଯା, ଯା। ନେଇ ଆସୁଛି। ଯାଉନୁ ଯା। ବେଶୀ ଆଣିବନି 2ଟା ଆଣିବ। ରହିଛ ମା ଇଏ ମୁଁ ସିନା ଚିହ୍ନିଛି ହଁ ମୋ ଝିଅଟା ନ ଚିହ୍ନିଲେ ଏମାନଙ୍କୁ ସମ୍ମାନ କରିବ କିପରି? ଏ ମା ବାବା ଏମାନଙ୍କ ପରିଚୟ ପାଇବା ତୋର ନିହାତି ଆବଶ୍ୟକ। ବାବା ସି କ'ଣ ବି ମୋତେ ତୁମେ ପରିଚୟ ଦେଇ ଦେଉନ? ହଁ ସେଇ କଥା ମା। ଏଇ ବାବୁକୁ ଟିକେ ଭଲ କରି ଦେଖେ। ମୁଁ ହଁ ମୁଁ ତମ କଥା କହୁଛି। ଯୋଉ ଗୋଜା ମୁହାଁ କମ ମୁଖମଣ୍ଡଳ ତମର ଏଇ ବାବୁକୁ ଟିକେ ଭଲ କରି ଦେଖେ ମା। ସେ କ'ଣ ହେବେ? ଏଇ ଯୋଉ ବାବୁ ଆସିଛନ୍ତି ବାବା ଏଇ ଯୋଉ ବାବୁ ହଁ ଏଇ ଯୋଉ ବାବୁ ଆସିଛନ୍ତି ସେ କ'ଣ ହେବେ? ସିଏ ପରା ହେଉଛନ୍ତି ଇଏ ବାବୁଙ୍କର ଏ ବାବୁ ଜୋତା ଚଟା କୁକୁର। ଆପଣଙ୍କୁ କିଛି କହିନି। ଏ ଆମକୁ ତାକୁ କହିବା। କହୁଥିଲି। ଏବେ ଆପଣଙ୍କ ପରିଚୟ ଦଉଛି। ଆଚ୍ଛା ଏ ମା, ବାବା ୟାଙ୍କୁ ଟିକେ ଭଲ କରି ଦେଖେ। ଏଇ ଯୋଉ ମୁଣ୍ଡରେ ଟୋପି ଏତେ ଦାଢ଼ି
ସେ କିଏ ଜାଣିଛୁ ମା ସେ କହିବି ଏଇ ତ ଯୋଉ ସାବତ ମା ବେଶ୍ୟାର ବାବା এইটা পরা হচ্ছে গোটায় বেশ্যা পুরুষ ଦେଖିଲା ସୁନ୍ଦର ପୁରୁଷ আরে তার ব্যবস্থাটা ତୁମରିଆ ଘର ମତେ ବେଶ୍ୟା ବୋଲି କହୁ মারি দেবি তাকু ମାରି ଦିଅ মারি দেবি এই পন্ডা এই তুই তাই ঘর মধ্যে ଯିବୁ না ধক্কা মারি তৈরি এ বাবু ଘରୁ କଣ ଯିବ ଯେ? ଦେଖୁଛ ନା বেশ্যা ତାର ଗୋଟେ ସୁନ୍ଦରୀ କାକୁଡି କଷି ଝିଅଟେ সিয়ারে জমারো মন বলা না আচ্ছা আচ্ছা কাহিকি কহিলু ବାଧି ଯାଉଛି এইটা হেউচি শ্রীক্ষেত্র পুরী বড় দণ্ড এ বাবু তুমি তুমি যাহা সহিত বিরতি করিয়া পাই চাহুছ আচ্ছা এইটা উপযুক্ত স্থান নুহ আও গোটে কাম কর ইয়ারে দেখ সি যে আম্ব গছ দেখা যাওনি আম্ব গছ নিকটକୁ ଯିବ আচ্ছা আম্ব পত্র গুড়াক ପାରିଦେବ ଆଉ ଏ ବେଶ୍ୟାକୁ ଧରି ତମେ ସେଠି ବିରୋଧୀ କର নাইবে আরে বুলা ଆଜ୍ଞା ମହାପ୍ରଭୁ আরে কষি কাকুড়িটাকু আজি ଆଜ୍ଞା মো টিকে উপভোগ করিবাকু চাহে রে ও আজি তাকু উপভোগ করিবি আজি তাকু জোর করি দেই ସେ ବେଶ୍ୟାଟାକୁ ହାତ ମୁଠାକୁ ନେଇ ଗଲୁ ଇଏ ବୁଢ଼ାଟା ସହି କିଛି କହିଲାନି ଆଉ ମୋ ଝିଅକୁ ଆଖି ପକାଇବୁ ମାରିଦେବି ତତେ বল করে পারিবু বে କ'ଣ କରିବି ଦେଖିବୁ ମୁଁ ତତେ କ'ଣ ଭାବିଛ ଭାଇ ଏ ଯୋଉ କ'ଣ ଭାବିଛ ଇଏ ବୁଢ଼ାଟା କ'ଣ ମରିଯାଇଛି ଇଏ ବୁଢ଼ାଟା ମରିଯାଇଛି ଯେ ତା ଝିଅଟାକୁ ତମେ ଅପହରଣ କରିଦେବ ମାରିଦେବି ତତେ ତତେ ମୁଁ ମାରିଦେବି মো তোতে আজি মারো মারো মারি দেবি বে ও আজি তোতে समय खेळुची जगभरी भाग्यता खेळुची छाती सुना मଣିଷ ଖେଳୁଛି କପଟ ପଶା ବାଜିରେ ঝড় আসি ভাঙ্গি দেলা
ଆଚ୍ଛା ମୋ ଝିଅଟାକୁ ଛାଡ଼ିଦେ। ସତ କହୁଛି ମୋ ଝିଅଟା ମୋ ବିନା ଜମାରେ ବଞ୍ଚିପାରିବନି। ଛାଡ଼ିଦେବି ତ ନିଶ୍ଚୟ, କିନ୍ତୁ ଗୋଟାଏ ସର୍ତ୍ତରେ। ସତ? ହଁ ସତ। କୁହନ୍ତୁ ବାବୁ, ଇଏ ବୁଢ଼ାଟା ତମର ସବୁ କଥା ମାନିବାକୁ ରାଜି ଅଛି, ହେଲେ ମୋ ଗେଲ ବସରିଆ ଝିଅଟାକୁ ଛାଡ଼ି ଦିଅ ତୁମେ। ଆଉ ନା, ଛାଡ଼ି ଦିଅ। ମୋର ସର୍ତ୍ତଟା ହେଲା ତୋର ସେ ଖଣ୍ଡିଆ ଜଗନ୍ନାଥଟାକୁ ମୋହରି ହସ୍ତରେ କରିଲେ ଅର୍ପଣ, ତେବେ ଯାଇ ତୁଟା ପାଇଯିବୁ ମୁକ୍ତି। ମାରିଦେବି ତତେ। କ'ଣ କହିଲୁ? ତୁମର ସେ ଖଣ୍ଡିଆ ଜଗନ୍ନାଥଟାକୁ ସମସ୍ତେ ଯାହା କହୁଥିଲେ କ'ଣ ତାହା କ'ଣ ସତ୍ୟ? ସତ୍ୟ। ତୁ କ'ଣ ସେ ବିଦେଶରୁ ଆସିଥିବା ପଠାଣ? ମୁଁ ବିଦେଶରୁ ଆସିଛି। ତୁ କ'ଣ ମୋ ଜଗାକୁ ନେଇଯିବାକୁ ଚାହୁଁଛୁ? ଘୋଷାଡ଼ି ଘୋଷାଡ଼ି ନେଇଯିବି। ମରିଯିବି ପଛକେ, ମୋ ଜଗାକୁ ମୁଁ କେବେ ଦେଇପାରିବିନି। କାହିଁକି ନା ମୋ ଜଗନ୍ନାଥ ହେଉଛନ୍ତି ଇଏ ହିନ୍ଦୁ ମାଟିର ହିନ୍ଦୁ ଦେବତା। ମୁଁ ତୋତେ କେବେ ଦେଇପାରିବିନି, କାହିଁକି ନା ମୋ ଜଗା ହେଉଛନ୍ତି ଇଏ 400 କୋଟି ଓଡ଼ିଆର ଠାକୁର। ତୁ ପରା ଗୋଟାଏ ପଠାଣ। हर शरण जय सुखी अखिया के खाली मरुबले होड़ी सरसा कोड़ी रबसा सुख जाए चली बटक भूली बिछ धरे पाप लुचिलानी पाप जिति गला परे पुण्य हरिलानी लुचकाली खेलेटी लुचकाली खेलेटी अज्ञाना कहो ଆଜି ତୋତେ ଜୀବନରୁ ମାରି ଶେଷ କରିଦେବି। ମହାପ୍ରଭୁ ଆପଣ ସେ ଜଗନ୍ନାଥ ପାଇବେ କେଉଁଠୁ? ତାକୁ କ'ଣ କରିବାରେ? ମହାପ୍ରଭୁ ଜଗନ୍ନାଥ ଭଳିଆ ହାତ ଗୋଡ଼ ଏମିତି ଖଣ୍ଡି କରିନୁ ସେମିତି ବସିକି ଦେଖୁଛ। ମୋ ହାତ ଗୋଡ଼ ଜମାରୁ ହେଲେ କାଟନି, ମୁଁ ଜଗାର ସେବା କରୁଛି। ଆମ ହାତ ଗୋଡ଼ କାଟିଦେଲେ ମୋ ଜଗାକୁ ମୁଁ ଅବଢ଼ା ରାନ୍ଧିକି ଦେବି। ଏ ବାବୁ, ମୁଁ ତମକୁ ନେଉଛି, ମୋତେ ଛାଡ଼ି ଦିଅ। ଆଜି ତ ହାତ ଗୋଡ଼ କାଟି ନାଇଁ ବାବୁ, ସେ ଖଣ୍ଡିଆ ଜଗନ୍ନାଥ ଭଳି ଏ ବାବୁ ତୋତେ ଗୋଟାଏ ପଙ୍ଗୁ ସଜାଇ ଦେବି। ପଙ୍ଗୁ ଦେଖୁଛ ଚାବୁକ ଟିକେ ରକ୍ଷା କର। ଏ ବାବୁ ଆରେ ବୁଢ଼ା ନିଶ୍ଚିତ
ଆରେ ମୁଳା ଆଜ୍ଞା କ'ଣ କହୁନାହାନ୍ତି ଏଇଟା ମରିଗଲା ବୋଧେ ମରିଯାଇଥିବ ଦେଖିଲୁ ଦେଖିଲୁ ଦେଖ ଦେଖ ମହାପ୍ରଭୁ ତାର ହାତ ଗୋଡ଼ ଆଉ କିଛି କାମ ନୁହଁ କିଛି କାମ ଦଉନି ମରିଗଲା ବୋଧେ ନାଇଁ ମୁଳା ଆଜ୍ଞା ଆମେ ଏଇ ପଣ୍ଡା ସବୁ ପରେ ମନେ ରଖିବୁ ଏ ବିଷାକ୍ତ ମଣିଷଟାର ଗୋଟାଏ କଥା ତୋର 100 କଥା ସହ ସମାନ ଆଉ ସାରା ମୋ ସହ ଟକ୍କର ଦେଲୁ ମାନେ ତୋତେ ପରିଣାମଟା ଭୋଗ କରିବାକୁ ପଡ଼ିବାରେ ମୁଁ ବିଦେଶରୁ ଆସିଛି ବିଷାକ୍ତ ମଣିଷ କାରଣ मेरी से कोई नहीं सच्चा लेकिन मैं साला आराम चला बच्चा अल्लाह अकबर अल्लाह ବଡ଼ ପଡ଼ିଲେ ତୁ କେତେ ଥର ତମକୁ ବୁଝେଇଛି ସେ ଜଗନ୍ନାଥକୁ ଯାଇଛ ଆମର କ'ଣ ମୁଁ ସେଥିରୁ ତମେ ମୋ କଥା କ'ଣ ଶୁଣୁଛ ଏମିତି ବାଡ଼େଇ ବାଡ଼େଇ ମାରିଦେଲାଣି ତ ଆଉ ମାରିଦେବ କ'ଣ ନାଇଁ ନାଇଁ ମୋତେ ତ ଫେରେ କହିଛି ଏସିଡ଼ି ପକେଇ ତାକୁ ବିବର୍ଣ୍ଣ କରିବାକୁ ନାଇଁ ନାଇଁ ଏସିଡ଼ି ନ ପକେଇଲେ ସାରା ମୋରି ଉପରେ ଏସିଡ଼ି ପକେଇଦେବ জগারা দেখে যা ସେମାନେ ମୋତେ କେତେ ଦୁଃଖ ଦେଉଛନ୍ତି ଏ ଜଗା ବିଦେଶରୁ ପଠାଣ ମାନେ ଆସିଛନ୍ତି ତତେ ଇଏ ଉତ୍କଳ ବାଟରୁ ନେଇଯିବା ପାଇଁ ଆଉ ମୁଁ ସେମାନଙ୍କୁ ବିରୋଧ କରିବାରୁ ଏଇ ଦେଖ ସେମାନେ କିପରି ମୋ ହାତ ଗୋଡ଼ କାଟି ମୋତେ ସଜାଇ ଦେଲେ ଗୋଟାଏ ପଙ୍ଗୁ ହାତର ମଣିଷ ତଥାପି କିଛି ଦୁଃଖ କରୁନି ମୁଁ ସବୁ ଦୁଃଖକୁ ଭୁଲି ଯିବି ରେ ଜଗା ମୁଁ ତତେ କିନ୍ତୁ ମୋ ନିକଟରୁ କେଉଁଆଡ଼େ ଛାଡ଼ି ପାରିବିନି କାହିଁକି ନା ତୁ ପୁରା ମୋ ଛାତିରେ ଅଛୁ କରେ ଜଗା ये शरीर देहरु कौन किए हृदय को अलग कर किपरि अलग करदेवी ये जीवन मत के दुख दौचु दे सब दुख को सही सही मु तथापि तोते अभिमान रे कहिबे तेरे कालिया मते केते दुख दौचु दे अज्ञात धरिछि सती
दुख देबू तेरे तरिया के दिल